ଏଥିମଧ୍ୟରେ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର ସିଦ୍ଧି ସମୟ ନିକଟ ହେଲା। ଅର୍ଥାତ୍ ଯେଉଁଦିନ ଜିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ, ସେହିଦିନ ଏପରି ବିପରୀତ ଘଟଣା ହେଲା ଯେ ଜିହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସେତେବେଳେ ଜିହୁଦୀୟମାନେ ଆପଣମାନଙ୍କ ହିଂସା ଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକସ୍ମାତ୍ ରାଜାର ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ। ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କର ସକାଶେ ଭୀତ ହୋଇଥିଲେ। ଆଉ ପ୍ରଦେଶାଧିପତି ଓ କ୍ଷେତ୍ରିପାଳ ଓ ଶାସନକର୍ତ୍ତା ଓ ରାଜ କର୍ମଚାରୀମାନେ ଜିହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦଖ୍ୟ ସକାଶେ ସେମାନେ ତ୍ରାସଯୁକ୍ତ ହୋଇଥିଲେ। ଯେହେତୁ ମର୍ଦ୍ଦଖ୍ୟ ରାଜଗୃହ ମଧ୍ୟରେ ମହାନ ଥିଲା ଓ ତାହାର ଯଶ ସର୍ବ ପ୍ରଦେଶରେ ବ୍ୟାପ୍ତ ଥିଲା, କାରଣ ସେହି ମର୍ଦ୍ଦଖ୍ୟ ଉତ୍ତରୋତ୍ତର ମହାନ ହେଲା। ପୁଣି ଜିହୁଦୀୟମାନେ ଆପଣମାନଙ୍କ ସମସ୍ତ ଶତ୍ରୁକୁ ଖଡ଼୍ଗାଘାତ ଓ ସଂହାର ଓ ବିନାଶ କଲେ। ସେମାନେ ଆପଣମାନଙ୍କ ଘୃଣାକାରୀମାନଙ୍କ ପ୍ରତି ଯାହା ଇଚ୍ଛା ତାହା କଲେ। ଏହି ରୂପେ ଜିହୁଦୀମାନେ ଶୂଷଣ ରାଜଧାନୀରେ 500 ଲୋକଙ୍କୁ ବଧ ଓ ବିନାଶ କଲେ। ପୁଣି ପର୍ସନ୍ଦାତ ଓ ଦଲଫନ ଓ ଅସ୍ପତ ଓ ପରାତ ଓ ଅଦଲିଆ ଓ ଅରିଦାତ ଓ ପର୍ମସ୍ତ ଓ ଅରିଶୟ ଓ ଅରିଦୟ ଓ ବୈସାତ ଜିହୁଦୀୟମାନଙ୍କର ଶତ୍ରୁ ହମଦାଥାର ପୁତ୍ର ହାମନର ଏହି 10 ପୁତ୍ରଙ୍କୁ ସେମାନେ ବଧ କଲେ। ମାତ୍ର ଲୁଟ କରିବାକୁ ସେମାନେ ହସ୍ତକ୍ଷେପ କଲେ ନାହିଁ। ଯେଉଁମାନେ ଶୂଷଣ ରାଜଧାନୀରେ ହତ ହେଲେ, ସେମାନଙ୍କର ସଂଖ୍ୟା ସେହି ଦିନରେ ରାଜା ସମ୍ମୁଖ ଆସନ୍ତେ ରାଜା ଏଷ୍ଟରାନିକି କହିଲା, ଜିହୁଦୀୟମାନେ ଶୂଷଣ ରାଜଧାନୀରେ 500 ଲୋକ ଓ ହାମନର 10 ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି। ତେବେ ସେମାନେ ରାଜାର ଅବଶିଷ୍ଟ ପ୍ରଦେଶ ସକଳରେ କ'ଣ କରିନଥିବେ? ଏବେ ତୁମର ନିବେଦନ କ'ଣ, ତାହା ତୁମକୁ ଦତ୍ତ ହେବ ଓ ତୁମର ପ୍ରାର୍ଥନା କ'ଣ, ତାହା ସିଦ୍ଧ ହେବ। ତେଣୁ ଏଷ୍ଟର କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ଶୂଷଣସ୍ଥ ଜିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ। ଆଉ ହାମନର 10 ପୁତ୍ର ଫାଶୀ କାଠରେ ଟଙ୍ଗା ଯାଆନ୍ତୁ। ଏଥିରେ ସେହିପରି କରିଯିବାକୁ ରାଜା ଆଜ୍ଞା ଦେଲା। ପୁଣି ସେହି ଆଜ୍ଞା ଶୂଷଣରେ ପ୍ରଚାରିତ ହେଲା। ତହିଁରେ ଲୋକମାନେ ହାମନର 10 ପୁତ୍ରଙ୍କୁ ଫାଶୀ କାଠରେ ଝୁଲାଇଲେ। ଆଉ ଶୂଷଣସ୍ଥ ଜିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ଶୂଷଣରେ 300 ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ। ଏଥିମଧ୍ୟରେ ରାଜାର ନାନା ପ୍ରଦେଶ ନିବାସୀ ଅନ୍ୟ ସକଳ ଜିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ। ପୁଣି ଆପଣମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର 75,000 ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ। ଏ ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା। ପୁଣି ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ। ମାତ୍ର ଶୂଷଣସ୍ଥ ଜିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ ଓ ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। ଏହି ନିମନ୍ତେ ଗ୍ରାମସ୍ଥ ଅର୍ଥାତ୍ ପ୍ରାଚୀରହୀନ ନଗର ନିବାସୀ ଓ ଜିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର ପୁଣି ପରସ୍ପର ଅଂଶ ପଠାଇବାର ଦିନ କରିମାନନ୍ତି। ଅନନ୍ତର ମର୍ଦ୍ଦଖ୍ୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷେସସ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଜିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲା। ଆଉ ଯେଉଁ 2 ଦିନ ଜିହୁଦୀୟମାନେ ଆପଣମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା, ପ୍ରତିବର୍ଷ ସେହି ମାସର ସେହି 2 ଦିନ ଅର୍ଥାତ୍ ଅଦର ମାସର ଚତୁର୍ଦ୍ଦଶ ଓ ପଞ୍ଚଦଶ ଦିନକୁ ସେମାନେ ଯେପରି ଭୋଜନପାନ ଓ ଆନନ୍ଦର ପରସ୍ପର ଅଂଶ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପ୍ରେରଣ କରିବାର ଦିନ କରି ମାନିବେ, ଏହି ଆଜ୍ଞା ଦେଲା। ତହିଁରେ ଜିହୁଦୀୟମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖ୍ୟ ଯେପରି ଲେଖିଥିଲା, ସେମାନେ ତଦ୍ରୂପ ବ୍ୟବହାର କରିବାକୁ ସମ୍ମତ ହେଲେ। କାରଣ ସମୁଦାୟ ଜିହୁଦୀୟ ଲୋକର ଶତ୍ରୁ ଅଗାଗୀୟ ହମଦାଥର ପୁତ୍ର ହାମନ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୁର ଅର୍ଥାତ୍ ଗୁଳିବାଣ୍ଟ କରିଥିଲା। ମାତ୍ର ରାଜା ଛାମୁକୁ ଏହି ବିଷୟ ଆସନ୍ତେ ସେ ଏହି ଆଜ୍ଞା ପତ୍ର ଦେଲା, ହାମନ ଜିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ ସଂକଳ୍ପ କରିଅଛି,
ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ। ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀ କାଠରେ ଟଙ୍କା ଯାଆନ୍ତୁ। ଏହି ନିମନ୍ତେ ପୁର ନାମାନୁସାରେ ସେହି 2 ଦିନର ନାମ ପୁରୀମ୍ ହେଲା। ପୁଣି ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନେ ପ୍ରତି ଯାହା ଘଟିଥିଲା, ତହିଁ ସକାଶୁ ଜିହୁଦୀୟମାନେ ଆପଣମାନଙ୍କର ଆପଣା ବଂଶର ଜିହୁଦୀ ମତାବଲମ୍ବୀ ଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ ତତ୍ସମ୍ବନ୍ଧୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି 2 ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ। ଆଉ ସମସ୍ତ ପୁରୁଷ ପରମ୍ପରାରେ ପ୍ରତ୍ୟେକ ବଂଶରେ, ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି 2 ଦିନ ସ୍ମରଣ ପାଳନ କରାଯିବ। ପୁଣି ଏହି ପୁରୀମ୍ ଦିନ ଜିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶ ମଧ୍ୟରୁ ସେ 2 ଦିନର ସ୍ମରଣ ଲୁପ୍ତ ହେବ ନାହିଁ। ପୁଣି ଜିହୁଦୀୟ ମର୍ଦ୍ଦୋଖ ଓ ଏଷ୍ଟର ରାଣୀ ଜିହୁଦୀୟମାନଙ୍କ ନିମନ୍ତେ ଉପବାସ ଓ କ୍ରନ୍ଦନ ବିଷୟକ ଯେଉଁ ଆଜ୍ଞା ଦେଇଥିଲେ ଓ ସେମାନଙ୍କର ଆପଣମାନଙ୍କ ପାଇଁ ଓ ଆପଣମାନଙ୍କ ବଂଶ ପାଇଁ ଯାହା ସ୍ଥିର କରିଥିଲେ, ତଦନୁସାରେ ମର୍ଦ୍ଦୋଖ ନିରୂପିତ କାଳରେ ପୁରୀମ୍‌ର ସେହି 2 ଦିନର ପାଳନ ସ୍ଥିର କରିବା ନିମନ୍ତେ ଅକ୍ଷୟସରସ ରାଜାର ଅଧୀନସ୍ଥ 127 ପ୍ରଦେଶରେ ଥିବା ସମସ୍ତ ଜିହୁଦୀୟମାନଙ୍କଠାରୁ ଶାନ୍ତି ଓ ସତ୍ୟ ବାକ୍ୟଯୁକ୍ତ ପତ୍ର ପ୍ରେରଣ କଲା। ଏହି ରୂପେ ଏଷ୍ଟରର ଆଜ୍ଞା ଦ୍ୱାରା ପୁରୀମ୍ ଦିନର ବିଧି ସ୍ଥିରୀକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା।